ଭାରତର ସ୍କୋର 0, ବିଜୟ ଲକ୍ଷ୍ୟ 1। ତେବେ ସୂଚନା ଅନୁସାରେ ଏସିଆ କପ୍ ରାଇଜିଂ ଷ୍ଟାର୍ସ 2025ର ପ୍ରଥମ ସେମିଫାଇନାଲରେ ବାଂଲାଦେଶ ଏକ ରୋମାଞ୍ଚକର ସୁପର ଓଭରରେ ଭାରତ କୁ ପରାସ୍ତ କରିଛି। ଏହି ସୁପର ଓଭରକୁ ଖାଲି ରୋମାଞ୍ଚକର କୁହାଯାଇ ପାରିବ ନାହିଁ, ବରଂ ଅଜବ ବୋଲି କହିଲେ ଅଧିକ ଠିକ୍ ହେବ। କାରଣ ଏହି ସୁପର ଓଭରରେ ଭାରତ 0 ରନ୍ କରି ବାଂଲାଦେଶ ଆଗରେ ବିଜୟ ପାଇଁ 1 ରନ୍ର ଲକ୍ଷ୍ୟ ରଖିଥିଲା। ପୁଣି ବାଂଲାଦେଶକୁ ଏହି 1 ରନ୍ କରିବାକୁ ପଡ଼ିନଥିଲା, କାରଣ ଭାରତ ବୋଲର ୱାଇଡ୍ ମାଧ୍ୟମରେ ତାହାକୁ ବାଂଲାଦେଶକୁ ଉପହାର ଦେଇଥିଲେ। ଭାରତୀୟ ବୋଲର ଶ୍ରେୟସ ଶର୍ମା ଓଭରର ଦ୍ୱିତୀୟ ବଲ୍ରେ ଏକ ୱାଇଡ୍ ବୋଲିଂ କରି ବାଂଲାଦେଶ କୁ ବିଜୟୀ କରାଇଥିଲେ। ସୁପର ଓଭର ପୂର୍ବରୁ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 6 ୱିକେଟ୍ ହରାଇ 194 ରନ୍ କରିଥିଲା। ଜବାବରେ ଭାରତ ମଧ୍ୟ 20 ଓଭରରେ 6 ୱିକେଟ୍ ହରାଇ କେବଳ 194 ରନ୍ କରିପାରିଥିଲା, ଯାହାଫଳରେ ଏକ ଟାଇ ହୋଇଥିଲା ଏବଂ ଏକ ସୁପର ଓଭର ହୋଇଥିଲା। ଭାରତ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ 38 ରନ୍ କରିଥିବା ବେଳେ ପ୍ରିୟଂଶା ଆର୍ଯ୍ୟ 44 ରନ୍ କରିଥିଲେ। ଜିତେଶ ଶର୍ମା 33 ରନ୍ ଓ ନିହାଲ ୱାଧରା 32 ରନ୍ କରିଥିଲେ। ବିଜୟ ପରେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିବା ପ୍ରଥମ ଦଳ ହୋଇଛି। ଦ୍ୱିତୀୟ ସେମିଫାଇନାଲ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହି ମ୍ୟାଚର ବିଜେତା ନଭେମ୍ବର 23ରେ ଦୋହାର ଇଡେନ ପାର୍କ ଷ୍ଟାଡିୟମରେ ଟାଇଟଲ ମୁକାବିଲାରେ ବାଂଲାଦେଶକୁ ଭେଟିବ।